हरे कृष्ण। श्रील प्रभुपाद की जय। अमल की एकादशी महामहोत्सव की जय। एकादशी महात्म्य रे युधिष्ठिर महाराज पचारुଛନ୍ତି कृष्ण शुभ फल प्रदायक विजय एकादशी महात्म्य श्रवण कली संप्रति फाल्गुन शुक्ल पक्ष एकादशी जो नाम रे विख्यात ताहा वर्णना करंतु। श्रीकृष्ण कहिले हे महाभाग युधिष्ठिर मान्धाताଙ୍କ प्रश्नर उत्तରରେ महात्म्य वशिष्ठ महात्मा वशिष्ठ एई एकादशी कथा कहिथिले। एହାର नाम आमलकी एकादशी। ଏହି ଏକାଦଶୀର ପୁଣ୍ୟ ଜନକ ବ୍ରତ ବିଷ୍ଣୁ ଲୋକ ପ୍ରଦାନକାରୀ ବୋଲି ବିଶେଷ ଭାବରେ କଥିତ ହୋଇଅଛି। ଏହି ଦିନ ଆମଲକି ବୃକ୍ଷ ବା ଅଁଳା ଗଛ ତଳେ ରାତ୍ରି ଜାଗରଣ କଲେ ସହସ୍ର ଗୋଦାନର ଫଳ ଲାଭ ହୁଏ। ମାନ୍ଧାତାଙ୍କର କୌତୂହଳ ନିବାରଣ ନିମିତ୍ତ ବଶିଷ୍ଠ କହିଲେ, ହେ ମହାଭାଗ, ଯେଉଁ ପ୍ରକାର ଏହି ସର୍ବ ପାପ ବିନାଶୀ ଅଁଳା ବୃକ୍ଷ ଏହି ପୃଥିବୀରେ ଉତ୍ପନ୍ନ ହେଲା ତାହା ତୁମ ନିକଟରେ ବର୍ଣ୍ଣନା କରୁଅଛି। ପୂର୍ବ କାଳରେ ବ୍ରହ୍ମାଙ୍କର ଦୈନନ୍ଦିନ ପ୍ରଳୟ କାଳ ଅର୍ଥାତ୍ ରାତ୍ରି କାଳ ଉପସ୍ଥିତ ହେବାରୁ ସ୍ଥାବର ଜଙ୍ଗମ ଏବଂ ଦେବତା ଅସୁର ଆଦି ନଷ୍ଟ ହେବା ପରେ ସେହି 11 ଜଳରେ ଥିବା ଦେବାଦେବୀଙ୍କର ପରମାତ୍ମା ଭଗବାନ ବ୍ରହ୍ମ ରୂପରେ ଅବସ୍ଥିତ ହେଲେ। ସେତେବେଳେ ସେହି ଜଗତ ରୂପକ ବ୍ରହ୍ମଙ୍କର ଲାଳସ୍ରାବ ବଶତଃ ମୁଖରୁ ଚନ୍ଦ୍ରତୁଲ୍ୟ ଶୁଭ୍ର ବର୍ଣ୍ଣ ଏକ ବିନ୍ଦୁ ଜଳ ଉତ୍ଥିତ ହୋଇ ଭୂମିରେ ପଡ଼ିଲା। ସେହି ଜଳ ବିନ୍ଦୁରୁ ମନକୁ ମନ ଗୋଟିଏ ଅଁଳା ବୃକ୍ଷ ଉତ୍ପନ୍ନ ହେଲା। ତ ବ୍ରହ୍ମାଙ୍କ ଠାରୁ ଏ ଅଁଳା ବୃକ୍ଷ ଆସିଛନ୍ତି। ଏହାର ବିରାଟ ଶାଖା ପ୍ରଶାଖା ସମୂହ ଫଳ ଭାରରେ ନଈ ପଡ଼ିଲା। ଏହି ବୃକ୍ଷ ହିଁ ସମସ୍ତ ବୃକ୍ଷର ଆଦି ବୋଲି କୁହାଯାଏ। ଏହି ବୃକ୍ଷରୁ ଭଗବାନ କର୍ତ୍ତୃକ ବ୍ରହ୍ମା ସୃଷ୍ଟି ହେଲେ ଏବଂ ପ୍ରଜା ସମୂହ ଏବଂ ଦେବ ମନୁଷ୍ୟ ଆଦି ମଧ୍ୟ ସେଥିରୁ ସୃଷ୍ଟି ହେଲେ। ଦେବତା ଗଣ ଓ ଋଷି ବୃନ୍ଦ ଆଶ୍ଚର୍ଯ୍ୟଜନକ ବୃକ୍ଷକୁ ଦର୍ଶନ କରିବା ନିମିତ୍ତ ସେଠାରେ ଉପସ୍ଥିତ ହେଲେ। ସେହି ଅଭିନବ ଅଁଳା ବୃକ୍ଷ ଦର୍ଶନ କରି ସମସ୍ତେ ବିସ୍ମିତ ହୋଇ ପରସ୍ପର ମୁଖ ଅବଲୋକନ କରିବା ପାଇଁ ଲାଗିଲେ। କାରଣ ଲକ୍ଷ୍ୟାଦି ବୃକ୍ଷ ପୂର୍ବରୁ ଦର୍ଶନ କରିଛନ୍ତି ବୋଲି ସେଗୁଡ଼ିକର ନାମ ମଧ୍ୟ ଅବଗତ ଅଛନ୍ତି, କିନ୍ତୁ ଏହି ବୃକ୍ଷ କେଉଁଠାରୁ ଆସିଲା ଏବଂ ଏହାର ନାମ କଣ ଇତ୍ୟାଦି ବିଷୟ ସମସ୍ତେ ଚିନ୍ତା କରୁଛନ୍ତି। ଏହି ସମୟରେ ଆକାଶବାଣୀ ହେଲା। ଆକାଶବାଣୀ କଣ କହିଲେ, ହେ ଦେବଗଣ, ଏହି ବୃକ୍ଷର ନାମ ଅଁଳା। ଏହା ପରମ ବୈଷ୍ଣବ ବୋଲି ବିଖ୍ୟାତ। ଏହାର ସ୍ମରଣ ମାତ୍ରେ ହିଁ ଗୋଦାନର ଫଳ ଲାଭ ହୁଏ। ଦର୍ଶନରେ ତାର 2 ଗୁଣ ଏବଂ ଏହାର ଫଳ ଭକ୍ଷଣରେ 3 ଗୁଣ ଲାଭ ହୋଇଥାଏ। ଏଣୁ ସମସ୍ତ ପ୍ରକାରେ ଏହାଙ୍କର ସେବା କରିବା କର୍ତ୍ତବ୍ୟ। ଏହା ସର୍ବ ପାପ ବିନାଶିନୀ ଅଟେ। ଏହାଙ୍କର ମୂଳ ଦେଶରେ ଭଗବାନ ବିଷ୍ଣୁ, ଊର୍ଧ୍ୱରେ ପିତାମହ ବ୍ରହ୍ମା, ସ୍କନ୍ଧରେ ରୁଦ୍ର ଅବସ୍ଥାନ କରୁଛନ୍ତି। ଏହାଙ୍କର ଶାଖାଦିରେ ମୁନିଗଣ, ପ୍ରଶାଖାଦିରେ ଦେବଗଣ, ପର୍ଣ୍ଣ ସମୂହରେ ବସୁଗଣ, ପୁଷ୍ପରେ ବାୟୁ ଏବଂ ଫଳ ଗୁଡ଼ିକରେ ସମସ୍ତ ପ୍ରଜାପତି ବାସ କରୁଛନ୍ତି। ଋଷିଗଣ କହିଲେ, ହେ ପ୍ରଭୁ, ଏହି ବ୍ରତର ବିଧି ଜାଣିବାକୁ ଏକାନ୍ତ ଇଚ୍ଛା କରୁଛୁ। କେଉଁ ପ୍ରକାର ଏହି ବ୍ରତ ସମ୍ପୂର୍ଣ୍ଣ ହୁଏ, ବ୍ରତର ପ୍ରଣାମ ମନ୍ତ୍ର ଏବଂ ଅନ୍ୟାନ୍ୟ ସତ୍ୟ ସମୂହ ମଧ୍ୟ ବର୍ଣ୍ଣନା କରନ୍ତୁ। ପ୍ରଶ୍ନ ଶୁଣି ବିଷ୍ଣୁ କହିଲେ, ହେ ଦ୍ୱିଜ ଶ୍ରେଷ୍ଠ ଗଣ, ଏହି ବ୍ରତରେ ଅନ୍ୟ ଏକାଦଶୀ ପରି ପ୍ରାତଃ ସ୍ନାନାଦି ନିୟମ ଗ୍ରହଣ ପୂର୍ବକ ପତିତ, ଚୋର, ପାଷାଣ୍ଡୀ, ଦୁର୍ବୃତ୍ତ, ମର୍ଯ୍ୟାଦାହୀନ ଏବଂ ଗୁରୁପତ୍ନୀ ଗମନକାରୀ ମନୁଷ୍ୟ ସହିତ କଥାବାର୍ତ୍ତା କରିବେ ନାହିଁ। ଅପରାହ୍ନରେ ପୁନର୍ବାର ଯଥାବିଧି ସ୍ନାନ କରିବେ। ସେହି ସ୍ନାନରେ ମୂର୍ତ୍ତିକା ଗ୍ରହଣ ପୂର୍ବକ ନଦୀ, ପୁଷ୍କରିଣୀ, କୂପ ଅଥବା ଗୃହରେ ଉତ୍ଥିତ ଜଳରେ ସ୍ନାନ ମନ୍ତ୍ରାଦି ପାଠ ସମ୍ପୂର୍ଣ୍ଣ କରିବେ। ତତ୍ପରେ ସୁବର୍ଣ୍ଣ ଦ୍ୱାରା ପରଶୁରାମ ମୂର୍ତ୍ତି ତିଆରି କରିବେ। ସେହି ସୁବର୍ଣ୍ଣର ପରିମାଣ 1 ମାସା ଅର୍ଥାତ୍ 20 ମାସରେ 1 ତୋଳା ହୁଏ, ଅଥବା ତାହାର ଅର୍ଧ ବା ଶକ୍ତି ଅନୁସାରେ ତାହାର ଅଧା ମଧ୍ୟ କରାଯାଇପାରେ। ସ୍ନାନ ପରେ ଗୃହକୁ ଆସି ସେହି ମୂର୍ତ୍ତି ପୂଜା ଓ ହୋମ ଇତ୍ୟାଦି ସମାପନ ପୂର୍ବକ ଅଁଳା ବୃକ୍ଷ ନିକଟକୁ ଯିବେ। ପ୍ରଥମେ ବୃକ୍ଷର ଚତୁର୍ଦିଗ ପରିଷ୍କାର କରିବେ। ତତ୍ପରେ ଛିଦ୍ର ଶୂନ୍ୟ ଗୋଟିଏ କଳସୀ ବୃକ୍ଷ ସମ୍ମୁଖରେ ସ୍ଥାପନ କରି ମନ୍ତ୍ର ଦ୍ୱାରା ସେଥିରେ ପଞ୍ଚରତ୍ନ, ପଞ୍ଚପଲ୍ଲବ, ଦିବ୍ୟଗନ୍ଧାଦି, ଛତ୍ରପାଦୁକା ବସ୍ତ୍ର, ଶ୍ୱେତଚନ୍ଦନ ଆଦି ପ୍ରଦାନ କରିବେ। ତାହା ଉପରେ ଖଇ ଭର୍ତ୍ତି ହୋଇଥିବା ଗୋଟିଏ ପାତ୍ର ସ୍ଥାପନ କରି ଏହା ଉପରେ ସ୍ନେହୀ ଜାମଦଗ୍ନ ମୂର୍ତ୍ତି ସ୍ଥାପନ କରିବେ। ତତ୍ପରେ ପୂଜା ସମାପନାନ୍ତେ ଶ୍ୱେତବର୍ଣ୍ଣ ଫଳ ଦ୍ୱାରା ଅର୍ଘ୍ୟ ପ୍ରଦାନ ପୂର୍ବକ ରାତ୍ରି ଜାଗରଣ କରିବେ। ନୃତ୍ୟ, ଗୀତ, ବାଦ୍ୟ, ଧର୍ମଗ୍ରନ୍ଥ, ବୈଷ୍ଣବ ଆଖ୍ୟାନ ପାଠ ଏବଂ ଆଲୋଚନା ଦ୍ୱାରା ରାତ୍ରି ଅତିବାହିତ କରି ବିଷ୍ଣୁ ନାମ ଓ ମହାମନ୍ତ୍ର କୀର୍ତ୍ତନ ସହ 108 ବା 28 ଥର ଅଁଳା ବୃକ୍ଷକୁ ପ୍ରଦକ୍ଷିଣ କରିବେ। ଏହାପରେ ରାତ୍ରି ପାଇବା ସମୟରେ ସେହି ମୂର୍ତ୍ତିଙ୍କର ମଙ୍ଗଳ ଆରତି ଆଦି ସମାପ୍ତ କରି ଶ୍ରୀନାମ ପରାୟଣ ବ୍ରାହ୍ମଣଙ୍କୁ ପୂଜା କରିବେ ଏବଂ ଜାମଦଗ୍ନ ସ୍ୱରୂପ ଶ୍ରୀ କେଶବ ମୋ ପ୍ରତି ପ୍ରୀତ ହୁଅନ୍ତୁ, ଏହିପରି ଚିନ୍ତା କରି ସୁବର୍ଣ୍ଣ, ଜାମଦଗ୍ନ ମୂର୍ତ୍ତି, ଘଟ, ବସ୍ତ୍ରଯୁଗଳ, ପାଦୁକା ପ୍ରଭୃତି ପୂଜା ଦ୍ରବ୍ୟ ବ୍ରାହ୍ମଣଙ୍କୁ ପ୍ରଦାନ କରି ଉକ୍ତ ବୃକ୍ଷକୁ ସ୍ପର୍ଶ, ପ୍ରଦକ୍ଷିଣ ଏବଂ ପ୍ରଣାମ କରିବେ।
तत्पर यथा विधान रे स्नानादि समापन पूर्वक यथाशक्ति ब्राह्मण मान भोजन दे कुटुंब गण सहित निजे प्रसाद सेवन करेंगे। ଏହି ଏକାଦଶୀ ବ୍ରତର ପୁଣ୍ୟ ଅନ୍ୟାନ୍ୟ ସମସ୍ତ ଦାନ ଯଜ୍ଞ ଠାରୁ ଅଧିକ। ଏଥିରେ କୌଣସି ସନ୍ଦେହ ନାହିଁ। ଋଷି ବଶିଷ୍ଠ କହିଲେ, ହେ ମହାରାଜ ମାନ୍ଧାତା, ବ୍ରାହ୍ମଣ ଗଣଙ୍କର ପ୍ରଶ୍ନରେ ଉତ୍ତରରେ ବିଷ୍ଣୁ ଏ ପ୍ରକାର ବ୍ରତ ବିଧାନ ବର୍ଣ୍ଣନା ପୂର୍ବକ ତତ୍କ୍ଷଣାତ୍ ଅନ୍ତର୍ନିହିତ ହେଲେ। ସେହି ବ୍ରାହ୍ମଣ ଗଣ ତାଙ୍କ ଉପଦେଶ ଅନୁସାରେ ଯଥାବିଧି ଏହି ବ୍ରତ ପାଳନ କଲେ। ବଶିଷ୍ଠ ଋଷି କର୍ତ୍ତୃକ ବ୍ରତ ବର୍ଣ୍ଣନା ଯୁଧିଷ୍ଠିର ମହାରାଜଙ୍କୁ ଶ୍ରବଣ କରାଇ ଶ୍ରୀକୃଷ୍ଣ କହିଲେ, ହେ ଯୁଧିଷ୍ଠିର, ଏହି ବ୍ରତ ଅତିଶୟ ଶୁଭ ଫଳଦାୟକ ଏବଂ ସମସ୍ତ ପାପ विनाशकारी। श्री श्यामल की एकादशी व्रत महामहोत्सव की जय। जगत गुरु श्रील प्रभुपाद की जय। हरे कृष्ण नाम जप करवा। वैष्णव प्रणाम मंत्र। वैष्णव माने वंशा कल्पतरु सदृश क्षमाशील दयार सागर एवं पतित जीवंकर उद्धारकारी। दैनंदिन जीवन रे ज्ञात वा अज्ञान सारे जदि कोनोसी साधु गुरु वैष्णव को निकट अपराध होता है ताले प्रातः मुहूर्त रे समान चरण कमल रे क्षमा प्रार्थना मागिने उचित। वंशा कल्पतरोर्वश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। जगत गुरु श्री प्रभुपाद।